କରିକି ଶେଷ ସମୟରେ ମୋ ନିଜ ଜିଲ୍ଲା ରାଜ୍ୟରେ ମୁଁ କଂଗ୍ରେସ କରିବା ପାଇଁ ଆସିଛି। ଆପଣମାନଙ୍କ ଜରିଆରେ କିଛି ଲୋକ ବିରୋଧୀ ପକ୍ଷ ବାଲେ ଗୋଟେ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି ଯେ ସଭାପତି ବାହାରିଯିବେ, ସଭାପତି ବାହାରିଯିବେ, ଏଭଳିଆ ଜିନିଷ କରୁଛନ୍ତି, କିଛି ପାଉନାହାନ୍ତି। କିଛି ଗୋଟେ ସଭାପତି କରିଛନ୍ତି 3 ବର୍ଷ ତ ମିନିମମ୍ ରହିବେ। ଆଉ ତା ଛଡ଼ା ଏତେ କ୍ରିୟାଶୀଳତା ଆପଣମାନେ କେବେ ଦେଖିଥିଲେ? ଯେତିକି ମାସକୁ ଆକ୍ଟିଭିଟି ହେଉଛି ଆପଣମାନେ କେବେ କଭର କରିଥିଲେ? ତେଣୁ ସେ କ୍ରିୟାଶୀଳତା ଯେତେ ହେଉଛି ପାର୍ଟି, ସେଇଟା ହିଁ ଏସବୁ ନ୍ୟୁଜ୍ କରିବା ପାଇଁ ଆପଣମାନଙ୍କୁ ଲୋକ ପ୍ରବର୍ତ୍ତଉଛନ୍ତି। କଂଗ୍ରେସ ବଢ଼ୁଛି, କଂଗ୍ରେସକୁ ଆଉ ଭାଇବୁଲ ଲୋକମାନେ ନ ଆସନ୍ତୁ କେମିତି, ସେ ଷଡ଼ଯନ୍ତ୍ର ବି କରିପାରନ୍ତି। ଭାଇବୁଲ ଲୋକମାନେ ଆସୁଛନ୍ତି, ଦେଖୁଛନ୍ତି ଆପଣମାନେ, ଆହୁରି ବହୁତ ଲୋକ ଆସିବେ ଏବେ। ତେଣୁ କଂଗ୍ରେସ ସ୍ପଷ୍ଟ ପଞ୍ଚାୟତରାଜ ଇଲେକ୍ସନରେ କଂଗ୍ରେସ ବହୁତ ଭଲ କରିବ ଏବଂ 2029 କଂଗ୍ରେସ ପାର୍ଟିର ଆଗରୁ କେତେ ବ୍ୟାପକ କାର୍ଯ୍ୟକ୍ରମ ଆମର ସଂଗଠନ ନଥାଇକି ଆଜି ପର୍ଯ୍ୟନ୍ତ ଆମେ ଯାହା ଖେଳ ଦେଖିଛୁ, ଏବେ ସଂଗଠନ ହେଇଗଲାଣି ସବୁ ବ୍ଲକରେ। ତାପରେ ଯୋଉ ଆନ୍ଦୋଳନର ସ୍ୱରୂପ କେମିତି ହେବ ଆପଣମାନେ ଦେଖିବେ। ଆପଣମାନେ ଯେତେ ଦେଖିଛନ୍ତି ଟ୍ରାଏଲ ଥିଲା, ଏବେ ଯୋଉଟା ହେବ ମେନ୍ ହେବ। ସାର୍ ଆପଣ ତ କହୁଛନ୍ତି କଂଗ୍ରେସ ସୁଦୃଢ ହେବ, କିନ୍ତୁ ଗତକାଲିଠାରୁ ଗୋଟେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି ଯେ ଆଗକୁ ବିଜେପି ବିଜେଡି ମେଣ୍ଟ ହେବ ଏବଂ କଂଗ୍ରେସ ତାଙ୍କୁ କେମିତି ଟ୍ୟାକେଲ କରିବ? ଶୂନ୍ୟ ପେ ସୁହାଗା ବିଜେଡି ବିଜେପି ମେଣ୍ଟ ହେଇଯିବ, ତାହେଲେ ତ ଲୋକେ କଂଗ୍ରେସ ମୁହଁ ହେଇସାରିଛନ୍ତି, ଆହୁରି ଜୋର ହେବେ। କଂଗ୍ରେସ ସଡ଼କରେ ଆହୁରି ଗରମ କରିବାର ତାକତ ରହିଛି। ଆଜି ଡେଟ୍ରେ ଆମେ ଯେତେ କରିଛୁ ଆଜି ପର୍ଯ୍ୟନ୍ତ ତାର 2 ଗୁଣ ଶକ୍ତି ଆମେ ପ୍ରଦର୍ଶନ କରିବାର କାପାସିଟି ଅଛି। ଆପଣ ଦେଖିଲେ ଧର ଆମର ଏଠି ସମ୍ବଲପୁରରେ ଆମର ପ୍ରୋଗ୍ରାମ କେମିତି ହେଲା ଦେଖିଲେ। ସମ୍ବଲପୁର ଆମର କିଛି ଥିଲା, କିନ୍ତୁ ସମ୍ବଲପୁର ହେଲା ପରେ ୱେଷ୍ଟର୍ଣ୍ଣ ଓଡ଼ିଶାରେ ବର୍ତ୍ତମାନ ବ୍ୟାପକ ସଂଗଠନ ଚାଲିଛି। ଆମେ ଯେତେ ଜିଲ୍ଲାମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ତାର ରିପୋର୍ଟ ଆପଣ ଦେଖନ୍ତୁ, ପାର୍ଟି କେମିତି ସକ୍ରିୟ ଅଛି ସବୁ ଜିଲ୍ଲାରେ। ଏବଂ ରାଜ୍ୟରେ ମହିଳା ରେଡିରେ ବଡ଼ ବଡ଼ 2-2ଟା ମହିଳା ରେଲି ହେଇଥିଲା, ଆପଣମାନେ ଦେଖିଛନ୍ତି। କେବେ ହେଇଥିଲା ସେଡ଼େ ବଡ଼ ମହିଳା ରେଲି ଗୁଡ଼ା? ବିଧାନସଭା ଘେରାଉ ଆପଣ ଦେଖିଛନ୍ତି। ରାହୁଲ ଗାନ୍ଧୀଜୀ ଖଡ଼ଗେଜୀଙ୍କର ବରମୁଣ୍ଡା ଷ୍ଟାଡିୟମରେ ଆପଣ ଦେଖିଛନ୍ତି ବିରାଟ ମିଟିଂ। ଓଡ଼ିଶା ବନ୍ଦ କୋଉ ପ୍ରକାର ହେଇଥିଲା ଆପଣମାନେ ଦେଖିଛନ୍ତି। ଆପଣମାନେ ସେ ଜାଣି ଶୁଣିକି ବି ପ୍ରଶ୍ନ ପଚାରୁଛନ୍ତି, କନଫ୍ୟୁଜନ ପବ୍ଲିକରେ ସୃଷ୍ଟି କରିବା ପାଇଁ। ଦିସ୍ ଇଜ୍ ନଟ୍ ଗୁଡ୍ ଜର୍ଣ୍ଣାଲିଜମ। ଆଇ ଲାଇକ୍ ୟୁ ଅଲ୍। ମୁଁ ସଦାବେଳେ ଆପଣମାନଙ୍କୁ ପ୍ରେରଣା ଦେଇଛି, ମୁଁ ଚେଷ୍ଟା କରିଛି ଆପଣ ଭଲ କରନ୍ତୁ, କିନ୍ତୁ ମୋଟିଭେଟେଡ୍ ନ୍ୟୁଜ୍ ଯୋଉଟାକି ମାନେ ବିପକ୍ଷ ପାର୍ଟି ଗୋଟେ ତିଆରି ହେଉଛି, ସେଇ ପାର୍ଟିକୁ ସହଯୋଗ କରିବା ପରିବର୍ତ୍ତେ ତିଆରି ହଉ ବୋଲି ଘଟଣାକୁ ଆମକୁ ଟେକିକି କହିବାର କିଛି ଦରକାର ନାହିଁ, ଆମକୁ ଅଯଥା ଟେକିବାର କିଛି ଦରକାର ନାହିଁ। ଯେତିକି କରୁଛୁ ସେତିକି ଦୟାକରି ଆପଣମାନେ କଭରେଜ ଦିଅନ୍ତୁ, ଭଲ ହେବ। ସାର୍ ଯୋଉ ବହି ତ୍ରୁଟି କଥା ସାମ୍ନାକୁ ଆସିଲା, ମୁଖ୍ୟମନ୍ତ୍ରୀ ତ କଡ଼ା ଆକ୍ସନ ନେଇଛନ୍ତି। ଯିଏ ମୁଖ୍ୟ କାର୍ପେଟର ଥିଲା ମନୋଜ ପାଢ଼ୀ ତାଙ୍କୁ ନିଲମ୍ବିତ କରିଛନ୍ତି, କିନ୍ତୁ 3 ମାସ ପୂର୍ବରୁ 15 ଜଣ ଶାସକ ଦଳ ବିଧାୟକ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ଯେ ଆଙ୍କୁ ପୁସ୍ତକ ପ୍ରସ୍ତୁତ କରୁଥିବା ସଂସ୍ଥାରୁ ଦାୟିତ୍ୱ ନ ଦିଆଯାଉ, କିନ୍ତୁ ଆଙ୍କ ପଛରେ କାହାର ହାତ ଥିଲା ଯିଏ ତାଙ୍କୁ ଏ ଦାୟିତ୍ୱ ଦେଇଥିଲା? ମୁଁ ସେ କଥା କହିପାରିବିନି କାହା ହାତ ଥିଲା। ନିଶ୍ଚିନ୍ତ ଭାବରେ କାହାର ନା କାହାରି ହାତ ଥିବ, ପ୍ରେସର କିଏ ନା କିଏ କରିଥିବେ। ବିଧାୟକ 15 ଜଣ ଲେଖିକି ଦେଲେ ମାନେ କାହିଁକି ଦେଲେ ସେଟା ହଉଛି ପ୍ରଶ୍ନ। ତାଙ୍କରି ବିଧାୟକ ମାନେ କାହିଁକି ଦେଲେ ପ୍ରଶ୍ନ। ତ ସେଇଟା ସେମାନେ ଦେଇ ସାରିଲା ପରେ ବି ତାଙ୍କୁ କାହିଁକି କରାଗଲା ସେଇଟା ହିଁ ପ୍ରଶ୍ନ। ଏ 2ଟା ପ୍ରଶ୍ନର ଜବାବ ନିଶ୍ଚିତ ଭାବରେ ସରକାର ଦେବା କଥା, ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଏବଂ କାହିଁକି ବିଧାୟକ ମାନେ ଆପତ୍ତି କଲା ପରେ ତାଙ୍କୁ ଦିଆଗଲା ସେଥିପାଇଁ ତ ପ୍ରଶ୍ନ ଲେଖା। ସେଥିପାଇଁ ତ ଏ ଯୋଉ ଟାସ୍କ ବହିରେ ପ୍ରସ୍ତୁତିରେ ଏତେ ବଢ଼ିଆ 1700 ଭୁଲ ବାହାରିଲା, ଆହୁରି ବି ଭୁଲ ଅଛି। ତେଣୁ ସେ ବହିକୁ ଏବେ ତ ତାକୁ ସଂଶୋଧନ କରିବା ପାଇଁ ଏଡିସନାଲ ବହି ପ୍ରିଣ୍ଟ କରିକି ଅଡିସନାଲ ପ୍ରିଣ୍ଟିଂ କରିକି ତାକୁ ସଂଶୋଧନ କରିକି ଯଦି ଟିଚର ମାନେ ପଢେଇବେ ତାହେଲେ ଶିକ୍ଷା ହେବ ନାହିଁ। ସମ୍ପୂର୍ଣ୍ଣ ଆମୂଳ ପରିବର୍ତ୍ତନ କରିକି ନୂଆ ବହି ଆସିକି ବଣ୍ଟା ହେବ, ତାହେଲେ ଠିକ ହେବ। ତାଙ୍କ ଦଳ ଭିତରେ ତାହେଲେ କିଏ ଷଡ଼ଯନ୍ତ୍ର ଯୋଗତା ମୁଖ୍ୟମନ୍ତ୍ରୀ କହୁଥିଲେ ସତ କଥା? ପୁଣି ସେ କଥା ଭାଇ, ମୁଁ ତାଙ୍କ ଦଳ ଭିତର କଥା କହିବାର ବ୍ୟକ୍ତିତ୍ୱ ନୁହେଁ। ମୁଁ ତାଙ୍କର ପ୍ରବକ୍ତା ନୁହଁ ଯେ ମୁଁ ତାଙ୍କ ଦଳ କଥା କହିବି। ସେଇଟା ଆପଣ ତାଙ୍କୁ ପଚାରନ୍ତୁ, ହ୍ୱାଇ ଇଜ୍ ଦିସ୍। ତାଙ୍କୁ ଜେରା କରନ୍ତୁ, ତାଙ୍କର ନେତାମାନଙ୍କୁ ପ୍ରଶ୍ନ କରନ୍ତୁ, ଯେଉଁମାନେ ଡିସିଜନ ମେକର ଅଛନ୍ତି, ତାଙ୍କର ପାର୍ଟି ପ୍ରେସିଡେଣ୍ଟ
ତାଙ୍କର ବଡ଼ ବଡ଼ ଷ୍ଟେକ୍ ହୋଲ୍ଡର ଯେଉଁମାନେ ଅଛନ୍ତି ତାଙ୍କର ଡେପୁଟି ପ୍ରାଇମ୍ ମିନିଷ୍ଟର ଚିଫ୍ ମିନିଷ୍ଟର ମାନେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ତାଙ୍କର ଯେତେ କାର୍ପେଟଦାର ଅଛନ୍ତି ତାଙ୍କୁ ପଚାରନ୍ତୁ ସାର୍ ଗୋଟେ ବଡ଼ ପ୍ରଶ୍ନ ହେଉଛି ଯେ ରାଜ୍ୟରେ ପ୍ରଥମରୁ ଅଷ୍ଟମୀ ଯେଉଁ ତ୍ରୁଟି ହେଲା ଯେ ଆପଣ ବିରୋଧୀ ନିଷ୍କ୍ରିୟ କାରଣ ଏତେ ବଡ଼ ଇସ୍ୟୁ ଏତେ ବଡ଼ ଇସ୍ୟୁକୁ ଆମେ ବାରମ୍ବାର ଉଠେଇଛୁ ଏଜୁକେସନ ମିନିଷ୍ଟର ଘର ଘେରାଉ କରିସାରିছে ଆମ ସାମ୍ନାରେ ଇସ୍ୟୁ ପରେ ଇସ୍ୟୁ ଗୋଟେ ଗୋଟେ ଇସ୍ୟୁ ଆସୁଛି ସବୁ ଇସ୍ୟୁରେ ଆମେ ରିଆକ୍ଟ କରୁଛୁ ତେଣୁ ସେ ଇସ୍ୟୁକୁ ଆମେ ଛାଡ଼ିନୁ ପ୍ରଶ୍ନପତ୍ର ଆମେ ଏବେ ବି ଡିମାଣ୍ଡ କରୁଛୁ ଏଇଟା ଗୋଟେ ବହୁତ ବଡ଼ ଇସ୍ୟୁ ଆମେ ଛାଡ଼ିନୁ ନିଟ୍ ଇସ୍ୟୁ ବି ଆମେ ଛାଡ଼ିନୁ ଏ ଇସ୍ୟୁ ଆମେ ଛାଡ଼ିନୁ ମହିଳା ଇସ୍ୟୁ ବି ଏ ସବୁ ଇସ୍ୟୁକୁ ନେଇକି ଆହୁରି ବଡ଼ କାର୍ଯ୍ୟକ୍ରମ ଆସନ୍ତା ଦିନରେ ହେବ ଯୋଉଠି ଏବେ ଯଦି ଲଜିକାଲ ଏଣ୍ଡିଂକୁ ନେବେ ନାହିଁ ଏ ସବୁ ଇସ୍ୟୁକୁ ନେଇକରି ଆସନ୍ତା ମାସରେ ନିଶ୍ଚିତ ଭାବରେ ଗୋଟେ ବଡ଼ କାର୍ଯ୍ୟକ୍ରମ ହେବ ଯଦି ଏମାନେ ତାକୁ ଆଲାଉ କରିବେ ସେ ଇସ୍ୟୁକୁ